प्रथम पठन आज प्रथम पठन गणना पुस्तक अध्याय 3 पद संख्या 5 रु 10 पद यही पठन लेविया मान पवित्रालय उद्दनतांक सेवा विषय आमके शुणा यही पठनटी विमल मलिक आम भाई पढ़ी शुणाइबे। यहाँ प्रभु बात Your response shall be my soul is longing and yearning for the promise of the Lord. My heart and my flesh cry out to the living God. Even the sparrows flies and home, and the swallow, and this for ourselves, in which she sets her young at your altar, O Lord of hosts, my King and my God. द्वितीय पठन प्रेरित धर्म ग्रंथ अध्याय 6 पद संख्या 1 रु 7 यही पठन उपजाजक डिकेन मान नियुक्ति और सेवा कर्म दायित्व विषय उल्लेख कर भाई फ्रेमुस इन बार आमान को पढ़ी सुनाइबे। 7 धर्म सेवकों की नियुक्ति। प्रेरित चरित्र दूसरा पाठ अध्याय 6 पद संख्या 1 से 7 तक। उन दिनों जब शिष्यों की संख्या बढ़ती जा रही थी तो यूनानी भाषियों ने इब्रानी भाषियों के विरुद्ध यह शिकायत की कि राशन के दैनिक वितरण में उनकी विधवा की उपेक्षा हो रही है। यह प्रभु की वाणी है। ईश्वर की दुनिया का Thank you.
ପ୍ରାର୍ଥୀମାନଙ୍କର ଡାକରା ଦିଶାର ପୁସ୍ତକ ଅଧ୍ୟାୟ 13 ପଦ ସଂଖ୍ୟା 1 ଏପରି ଲେଖାଅଛି। ତୁମ ନାମ ଧରି ମୁଁ ତୁମକୁ ଆହ୍ୱାନ କରିଅଛି, ତୁମେ ମୋର ପରାତ୍ପରର ଈଶ୍ୱର। ଯେପରି ସାମୁଏଲଙ୍କ ନାମ ଧରି ଡାକନ୍ତି, ସେହିପରି ଈଶ୍ୱର ନିଜ ମଣ୍ଡଳୀର ତତ୍ତ୍ୱାବଧାନ ଦେବା ନିମନ୍ତେ ଆଜି ମଣ୍ଡଳୀ ମଧ୍ୟରୁ ନିଜ ସେବକଙ୍କୁ ନାମ ଧରି ଡାକନ୍ତି। ଏହି ରୀତିରେ ନାମ ଧରି ଉପଯାଜକ ଅଭିଷେକ ପ୍ରାର୍ଥୀମାନଙ୍କୁ ଡାକରା ଦିଆଯିବ ଏବଂ ପ୍ରାର୍ଥୀମାନେ ମୁଁ ଉପସ୍ଥିତ କହି ଉତ୍ତର ଦେବେ। ଅତୁଲ ମଲ୍ଲିକ, ମୁଁ ଉପସ୍ଥିତ। ବ୍ରଦର ରାଜୁ ଲେଭିସ ଲାକଡ଼ା, ମୁଁ ଉପସ୍ଥିତ। ବ୍ରଦର ଦାଉଦ સોરેન, ମୁଁ ଉପସ୍ଥିତ। ବ୍ରଦର ରୋହନ କୁମାର ନାୟକ, ମୁଁ ଉପସ୍ଥିତ। ବ୍ରଦର ବଳୟ ରଞ୍ଜନ ନାୟକ, ମୁଁ ଉପସ୍ଥିତ। ପ୍ରାର୍ଥୀଙ୍କ ଉପସ୍ଥାପନ ପ୍ରଥମ ସାମୁଏଲ ଅଧ୍ୟାୟ 16। ଦାବିଦ ରାଜାଙ୍କ ଅଭିଷେକ ବିବରଣୀ ଅନୁଯାୟୀ ସେ ଯେମିତି ତାଙ୍କର ସମସ୍ତ ପୁତ୍ରମାନଙ୍କୁ ସାମୁଏଲଙ୍କ ସମ୍ମୁଖରେ ଉପସ୍ଥାପନା କରନ୍ତି, ତଦ୍ରୂପ ମଣ୍ଡଳୀର ପ୍ରଥା ଓ ପରମ୍ପରା ପ୍ରକାରେ ଆମ ବିଜିସିଆନ୍ ସଂଘର ଉତ୍ତର ଭାରତ ପ୍ରଦେଶର ପ୍ରୋଭିନ୍ସିଆଲ ରେଭରେଣ୍ଡ ଫାଦର ମାଥ୍ୟୁ କାରାମାକାଲ ସିଏମ୍ ଉପଯାଜକାଭିଷେକ ମନୋନୀତ ପ୍ରାର୍ଥୀମାନଙ୍କୁ ଧର୍ମଯାଜକଙ୍କ ସମ୍ମୁଖରେ ଉପସ୍ଥାପନା କରିବେ। ମହାମାନ୍ୟ ଧର୍ମାଧ୍ୟକ୍ଷ ମହୋଦୟ, ମୁଁ ଆମର ଏଇ ଆମମାନଙ୍କର ଏଇ ଭାଇମାନଙ୍କୁ ଡିକନ ପଦବୀରେ ଅଭିଷିକ୍ତ କରିବାକୁ ପବିତ୍ର ବାଚନମଣ୍ଡଳୀ ଆପଣଙ୍କୁ ନିବେଦନ କରାଯାଉଛି। ତୁମ ବିଚାରରେ ସେମାନେ ଯୋଗ୍ୟ ବିବେଚିତ ଅଟନ୍ତି କି? ଖ୍ରୀଷ୍ଟୀୟ ଧର୍ମମଣ୍ଡଳୀ ନିକଟରେ ତଦନ୍ତ କରିବା ସହିତ ତାଲିମଦାତାମାନଙ୍କର ପରାମର୍ଶ କରିବାକୁ ମୁଁ ସାକ୍ଷୀ ଦିଏ ଯେ ସେମାନେ ଯୋଗ୍ୟ ବିବେଚିତ ଅଟନ୍ତି। ଆମେ ଆମମାନଙ୍କର ପ୍ରଭୁ ଈଶ୍ୱର ଓ ମୁକ୍ତିଦାତା ଯୀଶୁଖ୍ରୀଷ୍ଟଙ୍କ ସହାୟତା ଉପରେ ନିର୍ଭର କରି ଏହି ଆମର ଭାଇମାନଙ୍କୁ ଡିକେନ ପଦବୀରେ ଅଭିଷିକ୍ତ କରିବାକୁ ମନୋନୀତ କରୁ। ଦଳମଣ୍ଡଳୀର ଅନୁରୋଧ ଅନୁଯାୟୀ ଧର୍ମାଧ୍ୟକ୍ଷ ଆମର ଏହି ଭାଇମାନଙ୍କୁ ଉପଯାଜକ ପଦବୀରେ ଅଭିଷିକ୍ତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ଏହା ଆମମାନଙ୍କ ପାଇଁ ମହା ଆନନ୍ଦର ବିଷୟ। ଏଣୁ ଆମେ ସମସ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା। ସମସ୍ତେ ମୋ ସହିତ ଏକ ସ୍ୱରରେ କହିବେ, ଈଶ୍ୱରଙ୍କୁ ଧନ୍ୟବାଦ। ଈଶ୍ୱରଙ୍କୁ ଧନ୍ୟବାଦ। ବର୍ତ୍ତମାନ ଧର୍ମାଧ୍ୟକ୍ଷ ଅଭିଷିକ୍ତ ହେବାକୁ ଥିବା ପ୍ରାର୍ଥୀମାନଙ୍କୁ ତଥା ଉପସ୍ଥିତ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଉପଯାଜକତା ପଦବୀର ଗୁରୁତ୍ୱ ପୁଣି ଦାୟିତ୍ୱ ସମ୍ପୂର୍ଣ୍ଣତା ସମ୍ବନ୍ଧରେ ଶିକ୍ଷା ଉପଦେଶ ଦେବେ। ପ୍ରିୟ ଖ୍ରୀଷ୍ଟୀୟ ଜନତା, ଏହି ବ୍ୟକ୍ତିଗଣ ଆମମାନଙ୍କର ଆତ୍ମୀୟ ବନ୍ଧୁ ବର୍ତ୍ତମାନ ଡିକେନ ପଦବୀରେ ଅଭିଷିକ୍ତ ହେବେ। ଯେଉଁ ସେବା କାର୍ଯ୍ୟ ପାଇଁ ସେମାନେ
ପଦୋନ୍ନତି ପାଇବେ ତା ଅନୁଗ୍ରହ ହେବ। ନିର୍ବାଚିତ ପ୍ରାର୍ଥୀଙ୍କ ପ୍ରତିଜ୍ଞା ଶୁଣ। ଖ୍ରୀଷ୍ଟ ମଣ୍ଡଳୀର ସେବା କାର୍ଯ୍ୟ ନିମନ୍ତେ ପ୍ରେରିତ ମାନେ ଆତ୍ମା ତଥା ସୁଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ନିର୍ବାଚନ କରିଥିଲେ। ଠିକ୍ ସେହିପରି ଆମର এই ଭାଇମାନଙ୍କୁ ବର୍ତ୍ତମାନ ଆମର ଧର୍ମାଧ୍ୟକ୍ଷ ମହୋଦୟ ପରୀକ୍ଷା କରିବେ। ପୁଣି ମଣ୍ଡଳୀର ସେବା କାର୍ଯ୍ୟରେ ଆନ୍ତରିକ ଭାବେ ପୂର୍ଣ୍ଣ ଇଚ୍ଛା ଏବଂ ପୂର୍ଣ୍ଣ ଜ୍ଞାନରେ ପ୍ରବେଶ କରୁଛନ୍ତି କି ନାହିଁ ତା ପଚାରି ବୁଝିବେ। ପ୍ରାର୍ଥୀମାନେ ଧର୍ମାଧ୍ୟକ୍ଷ ଏବଂ ମଣ୍ଡଳୀ ସମ୍ମୁଖରେ ସେମାନଙ୍କ ଇଚ୍ଛା ପ୍ରକାଶ କରିବେ। ଆନ୍ତରିକତା ସହ ଖ୍ରୀଷ୍ଟଙ୍କ ଠାରେ ଆତ୍ମସର୍ଗର ଚିହ୍ନ ସ୍ୱରୂପ ପୁଣି ସ୍ୱର୍ଗ ରାଜ୍ୟରେ ସ୍ୱାର୍ଥ ପାଇଁ ଓ ଆଜୀବନ ଈଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ସେବା ଉଦ୍ଦେଶ୍ୟରେ ବ୍ରହ୍ମଚାରୀ ହୋଇ ରହିବା ପାଇଁ ତୁମେମାନେ ସଂକଳ୍ପବଦ୍ଧ କି? ପ୍ରାର୍ଥନା ମନୋଭାବ ପୋଷଣ କରି ପୁଣି ଏହା ଗଭୀରତର ଭାବେ ଉପଲବ୍ଧ କରି ମଣ୍ଡଳୀ ଓ ସମଗ୍ର ପୃଥିବୀ ନିମନ୍ତେ ମଣ୍ଡଳୀ ନିର୍ଦ୍ଦିଷ୍ଟ ପ୍ରାର୍ଥନା ଘଟିକା ଗୁଡ଼ିକ ପାଳନ କରିବା ପାଇଁ ତୁମେମାନେ ସଂକଳ୍ପବଦ୍ଧ କି? ତୁମେମାନେ ଈଶ୍ୱରଙ୍କ ଶରୀର ଓ ରୁଧିର ପରିବେଷଣ କରିବା ହେତୁ ସେହି ଖ୍ରୀଷ୍ଟଙ୍କ ଆଦର୍ଶରେ ତୁମେମାନେ ନିଜ ନିଜର ଜୀବନ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ କି? ଈଶ୍ୱରଙ୍କ ସହାୟତାରେ ମୁଁ ଆଶା କରିବି ନା ଲାଷ୍ଟକୁ ତୁମେମାନେ ଖ୍ରୀଷ୍ଟଙ୍କର ଶରୀର ଓ ରୁଧିର ପରିବେଷଣ କରିବା ହେତୁ ସେହି ଖ୍ରୀଷ୍ଟଙ୍କ ଆଦର୍ଶରେ ତୁମେମାନେ ନିଜ ନିଜର ଜୀବନ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ କି? ଈଶ୍ୱରଙ୍କ ସହାୟତାରୁ ମୁଁ ସଂକଳ୍ପବଦ୍ଧ। ସହାୟତାରେ ଈଶ୍ୱରଙ୍କ ସହାୟତାରେ ମୁଁ ସଂକଳ୍ପବଦ୍ଧ। ତୁମେମାନେ ଖ୍ରୀଷ୍ଟଙ୍କର ଶରୀର ଓ ରୁଧିର ପରିବେଷଣ କରିବା ହେତୁ ସେହି ଖ୍ରୀଷ୍ଟଙ୍କ ଆଦର୍ଶରେ ତୁମେମାନେ ନିଜ ନିଜର ଜୀବନ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ କି? ଈଶ୍ୱରଙ୍କ ସହାୟତାରେ ମୁଁ ସଂକଳ୍ପବଦ୍ଧ। ଆଜ୍ଞାବହ ପ୍ରତିଜ୍ଞା। ଏବ୍ରେୟମାନଙ୍କ ପ୍ରତି ଲିଖିତ ପତ୍ର ଅଧ୍ୟାୟ 13 ପଦରେ ଏପରି ଲେଖାଅଛି, ତୁମେ ନେତୃବର୍ଗମାନଙ୍କର ଅନୁଗତ ହୁଅ ଓ ସେମାନଙ୍କର ଅଧୀନସ୍ଥ ହୋଇ ରୁହ, କାରଣ ସେମାନେ ତୁମ୍ଭମାନଙ୍କର ଆତ୍ମାର ତତ୍ତ୍ୱାବଧାନ କରନ୍ତି। ସୁତରାଂ ଏହି ବିଷୟକୁ ହୃଦୟଙ୍ଗମ ପୂର୍ବକ ପ୍ରାର୍ଥୀ ଉପଯାଜକ ହେବା ପରେ ଯେଉଁ ଧର୍ମ ପ୍ରଦେଶରେ ସେବା କରିବି ସେଠାକାର ଧର୍ମାଧ୍ୟକ୍ଷ ଓ ନିଜ ସେବା ସଂଘର ଯଥୋଚିତ ଅଧିକାରୀମାନଙ୍କ ନିକଟରେ ଆଜ୍ଞାବହତା ଓ ମର୍ଯ୍ୟାଦା ପୂର୍ବକ ଜୀବନଯାପନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ଅଟନ୍ତି କି ନୁହଁ ସେ ବିଷୟରେ ବର୍ତ୍ତମାନ ଧର୍ମାଧ୍ୟକ୍ଷ ମହୋଦୟ ଉପଯାଜକ ପ୍ରାର୍ଥୀମାନଙ୍କୁ ପ୍ରଶ୍ନ ପଚାରନ୍ତି। ପ୍ରାର୍ଥୀ ଦାନପାତ ପୂର୍ବକ ନିଜର ଦୃଢ଼ହସ୍ତ ଧର୍ମାଧ୍ୟକ୍ଷଙ୍କ ହସ୍ତ ଉପରେ ସ୍ଥାପନ କରନ୍ତି। ତୁମେ ସ୍ଥାନୀୟ ଧର୍ମାଧ୍ୟକ୍ଷଙ୍କୁ ଏବଂ ତୁମର ଯଥୋଚିତ ଅଧିକାରୀମାନଙ୍କୁ ଆଜ୍ଞାବହତା ଓ ମର୍ଯ୍ୟାଦା ପ୍ରଦର୍ଶନ କରିବାକୁ ପ୍ରତିଜ୍ଞା କରୁଅଛ କି? ହଁ, ମୁଁ ପ୍ରତିଜ୍ଞା କରୁଅଛି। ଈଶ୍ୱର ଯେଉଁ ଉତ୍ତମ କାର୍ଯ୍ୟ ତୁମଠାରେ ଆରମ୍ଭ କରିଛନ୍ତି ତାହା ସେ ସମ୍ପୂର୍ଣ୍ଣ କରନ୍ତୁ। ତୁମେ ସ୍ଥାନୀୟ ଧର୍ମାଧ୍ୟକ୍ଷଙ୍କୁ ଏବଂ ତୁମର ଯଥୋଚିତ ଅଧିକାରୀମାନଙ୍କୁ ଆଜ୍ଞାବହତା ଓ ମର୍ଯ୍ୟାଦା ପ୍ରଦର୍ଶନ କରିବାକୁ ପ୍ରତିଜ୍ଞା କରୁଅଛ କି? ହଁ, ମୁଁ ପ୍ରତିଜ୍ଞା କରୁଅଛି। ଈଶ୍ୱର ଯେଉଁ ଉତ୍ତମ କାର୍ଯ୍ୟ ତୁମଠାରେ ଆରମ୍ଭ କରିଛନ୍ତି ତାହା ସେ ସମ୍ପୂର୍ଣ୍ଣ କରନ୍ତୁ। ତୁମେ ସ୍ଥାନୀୟ ଧର୍ମାଧ୍ୟକ୍ଷଙ୍କୁ ଏବଂ ତୁମର ଯଥୋଚିତ ଅଧିକାରୀମାନଙ୍କୁ ଆଜ୍ଞାବହତା ଓ ମର୍ଯ୍ୟାଦା ପ୍ରଦର୍ଶନ କରିବାକୁ ପ୍ରତିଜ୍ଞା କରୁଅଛ କି? ହଁ, ମୁଁ ପ୍ରତିଜ୍ଞା କରୁଅଛି। ଈଶ୍ୱର ଯେଉଁ ଉତ୍ତମ କାର୍ଯ୍ୟ ତୁମଠାରେ ଆରମ୍ଭ କରିଛନ୍ତି ତାହା ସେ ସମ୍ପୂର୍ଣ୍ଣ କରନ୍ତୁ।
ତୁମେ ସ୍ଥାନୀୟ ଧର୍ମାଧ୍ୟକ୍ଷଙ୍କୁ ଏବଂ ତୁମର ଯଥୋଚିତ ଅଧିକାରୀମାନଙ୍କୁ ଆଜ୍ଞାବହ ଓ ମର୍ଯ୍ୟାଦା ପ୍ରଦର୍ଶନ କରିବାକୁ ପ୍ରତିଜ୍ଞା କରୁଅଛ କି? ହଁ ମୁଁ ପ୍ରତିଜ୍ଞା କରୁଅଛି। ଈଶ୍ୱର ଯେଉଁ ଉତ୍ତମ କାର୍ଯ୍ୟ ତୁମଠାରେ ଆରମ୍ଭ କରିଛନ୍ତି ତାହା ସେ ସମ୍ପୂର୍ଣ୍ଣ କରନ୍ତୁ। ତୁମେ ସ୍ଥାନୀୟ ଧର୍ମାଧ୍ୟକ୍ଷଙ୍କୁ ଏବଂ ତୁମର ଯଥୋଚିତ ଅଧିକାରୀମାନଙ୍କୁ ଆଜ୍ଞାବହ ଓ ମର୍ଯ୍ୟାଦା ପ୍ରଦର୍ଶନ କରିବାକୁ ପ୍ରତିଜ୍ଞା କରୁଅଛ କି? ହଁ ମୁଁ ପ୍ରତିଜ୍ଞା କରୁଅଛି। ଈଶ୍ୱର ଯେଉଁ ଉତ୍ତମ କାର୍ଯ୍ୟ ତୁମଠାରେ ଆରମ୍ଭ କରିଛନ୍ତି ତାହା ସେ ସମ୍ପୂର୍ଣ୍ଣ କରନ୍ତୁ। सकल सदस्यार्थी मानव प्रार्थना बना आम्भमानव धर्ममण्डली केवल पार्थिव नुहे बरं स्वर्गीय मध्य ଯାଦବ ଅଭିଷେକ ହେଉଛି ଏକ ଦେବୀୟ ଦାୟିତ୍ୱ ଗ୍ରହଣ। ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ଆମେ ସମସ୍ତେ ସଦସ୍ୟାର୍ଥୀଙ୍କ ମଧ୍ୟସ୍ଥତା ଅନୁରୋଧ କରିଥାଉ, କାରଣ ଯାଦବ ନିଜ ଶକ୍ତିରେ ନୁହେଁ ବରଂ ଭଗବାନଙ୍କ ଦୟା ଓ ସମଗ୍ର ବିଶ୍ୱାସୀ ମଣ୍ଡଳୀ ଅର୍ଥାତ୍ ସ୍ୱର୍ଗୀୟ ଓ ପାର୍ଥିବ ମଣ୍ଡଳୀମାନଙ୍କର ପ୍ରାର୍ଥନା ଓ ସମର୍ଥନ ଦ୍ୱାରା ତାଙ୍କର ସେବା କାର୍ଯ୍ୟ ନିର୍ବାହ କରିପାରିବେ। ସଦସ୍ୟାର୍ଥୀଙ୍କ ପ୍ରାର୍ଥନା ସମୟରେ ଯାଦବ ଗୋଷ୍ଠୀ ଓ সকল ମଣ୍ଡଳୀ ପୂର୍ବକ ପ୍ରାର୍ଥନାରତ ହେବେ। ଧର୍ମାଧ୍ୟକ୍ଷ ମହୋଦୟ ବର୍ତ୍ତମାନ ପ୍ରଭୁଙ୍କ ଅନୁଗ୍ରହ ଓ ଶକ୍ତି ଭିକ୍ଷା କରି সকল ସଦସ୍ୟାର୍ଥୀଙ୍କ ନିବେଦନ ଓ ଧର୍ମ ମଣ୍ଡଳୀକୁ ଏହି ପ୍ରାର୍ଥୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ଡାକରା ଦିଅନ୍ତି। ଇତିମଧ୍ୟରେ ଉପଯାଜକ ଅଭିଷେକ ପ୍ରାର୍ଥୀମାନେ ସାଷ୍ଟାଙ୍ଗ ପ୍रणिपात କରି ପ୍ରାର୍ଥନା କରିବେ ଏବଂ ଗାୟକ ଦଳ ସଦସ୍ୟାର୍ଥୀଙ୍କ ପ୍ରାର୍ଥନା ଗାନ କରିପାରିବେ। ତାପରେ ଧର୍ମାଧ୍ୟକ୍ଷଙ୍କ ଉଚ୍ଚାପନ ପ୍ରାର୍ଥନା ପରେ ସମସ୍ତେ ଦଣ୍ଡାୟମାନ ହେବେ। ଆମେ ସମସ୍ତେ ଜାଣବା ମୋର ପ୍ରିୟ ଖ୍ରୀଷ୍ଟୀୟ ମଣ୍ଡଳୀ, ଆମେ ପ୍ରାର୍ଥନା କରିବା ଯେପରି ସର୍ବଶକ୍ତିମାନ ପିତା ତାଙ୍କରି ଏହି ଯେଉଁ ସେବକଙ୍କୁ ଡିକେନ୍ ପଦବୀରେ ଗ୍ରହଣ କରିଛନ୍ତି ସେମାନଙ୍କ ଉପରେ ସେ ଆଶୀର୍ବାଦ ବର୍ଷଣ କରିବେ। ଆମେ ସମସ୍ତେ ଜାଣବା हे प्रभु ईश्वर आमानकर प्रार्थना शुण एवं आमर ए धर्म क्रिया रे तुमे सहाय हो। प्रभु यीशु ख्रीष्ट को मध्यस्थता रे एहा तुम निकट रे आमर सविनय निवेदन। आमेन आमेन। दंडायमान हेला। आमेन।
ଉପଯାଜକ ନିଶ୍ଚୟ କରିକିରି ହସ୍ତ ସଂସ୍ଥାପନ ଏକ ମୁଖ୍ୟ ଅଂଶ ଅଟେ। ପ୍ରେରିତମାନଙ୍କ କାର୍ଯ୍ୟାବଳୀର ବିବରଣୀ ଅନୁଯାୟୀ ପ୍ରେରିତମାନେ 7 ଜଣ ସହାୟକଙ୍କ ଉପରେ ହସ୍ତାର୍ପଣ କରି ସେବା କାର୍ଯ୍ୟରେ ନିଯୁକ୍ତି କରନ୍ତି। ସେହି ପରମ୍ପରା ଅନୁଯାୟୀ ବର୍ତ୍ତମାନ ଧର୍ମାଧ୍ୟକ୍ଷ ଅଭିଷେକ ପ୍ରାର୍ଥୀମାନଙ୍କ ମସ୍ତକ ଉପରେ ହସ୍ତାର୍ପଣ କରିବେ। ପୁଣି ତାପରେ ଧର୍ମାଧ୍ୟକ୍ଷ ମଧ୍ୟ ହସ୍ତ ପ୍ରସାରିତ କରି ଅଭିଷେକ ପ୍ରାର୍ଥନା କରିବେ। chair is not made at that time. ये काम हुआ ଏହା ଆମେ ବିଜ୍ଞା କରୁ ତୁମ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଯେ ତୁମ ଓ ପବିତ୍ର ଆତ୍ମାଙ୍କ ସଙ୍ଗେ ଏକ ଈଶ୍ୱର ରୂପେ ଜୀବନ ଧାରଣ ତଥା ରାଜତ୍ୱ କରନ୍ତି ଯୁଗେ ଯୁଗେ। Deacon ବସ୍ତ୍ର ପରିଧାନ ଜଣେ ଉପଯାଜକ ଖ୍ରୀଷ୍ଟଙ୍କ ସଂସ୍କାର ଅଟନ୍ତି। ଅର୍ଥାତ୍ ଜନମଣ୍ଡଳୀ ନିମନ୍ତେ ଜଣେ ଉପଯାଜକ ଖ୍ରୀଷ୍ଟଙ୍କ ସେବାରେ ପ୍ରତିନିଧି। ସୁତରାଂ ସେ ସେବାର ପ୍ରତୀକ ସ୍ୱରୂପ ବର୍ତ୍ତମାନ ନବାଭିଷିକ୍ତ ଉପଯାଜକ ମାନେ ବସ୍ତ୍ରରେ ପରିବୃତ ହେବେ। ये राशि कार्य को बिल्डिंग में जाओ और देरी को बात करना book of the gospels अच्छे बना दिए book of the gospels और कितना तो इंतजार नहीं आई नो कर और the big देवरा टॉपिक पर पड़ेगा सुसमाचार ग्रंथ समर्पण मार्क लिखित सुसमाचार अध्याय 16 15 पदरे यीशु निज शिष्यମାନଙ୍କୁ ଏପରି ଆଦେଶ ଦେଇ କହନ୍ତି ସମଗ୍ର ଜଗତକୁ ଯାଇ ସର୍ବଜନଙ୍କ ନିକଟରେ ସୁସମାଚାର ପ୍ରଚାର କର। ଯୀଶୁଙ୍କ ଆଦେଶ କ୍ରମେ ଶିଷ୍ୟମାନେ ସୁସମାଚାର ନେଇ ଜଗତର ବିଭିନ୍ନ ପ୍ରାନ୍ତକୁ ଗଲେ। ଖ୍ରୀଷ୍ଟଙ୍କ ଏହି ଶିକ୍ଷା ଅନୁସାରେ ବର୍ତ୍ତମାନ ଧର୍ମାଧ୍ୟକ୍ଷ ଉପଯାଜକଙ୍କୁ ସୁସମାଚାର ପୁସ୍ତକ ପ୍ରଦାନ ପୂର୍ବକ ସୁସମାଚାର ପ୍ରଚାର କାର୍ଯ୍ୟ ବିସ୍ତାର ସହ ପାଳନ କରିବା ନିମନ୍ତେ ଆଦେଶ ଦିବେ। ଭକ୍ତିପୂର୍ଣ୍ଣ ସହକାରେ ଉପଯାଜକମାନେ ଧର୍ମାଧ୍ୟକ୍ଷଙ୍କ ସମ୍ମୁଖରେ ଦାନପାତ ହେବେ। ଖ୍ରୀଷ୍ଟଙ୍କର ସୁସମାଚାର ଗ୍ରହଣ କର। ତୁମମାନେ ତାଙ୍କର ବାର୍ତ୍ତା ବାହକ। ଯାହା ପଠନ କର ତାହା ବିଶ୍ୱାସ କର। ଯାହା ବିଶ୍ୱାସ କର ତାହା ଶିକ୍ଷା ଦିଅ ଏବଂ ଯାହା ଶିକ୍ଷା ଦିଅ ତାହା ଅଭ୍ୟାସ କର। ଖ୍ରୀଷ୍ଟଙ୍କର ସୁସମାଚାର ଗ୍ରହଣ କର। ତୁମମାନେ ତାଙ୍କର ବାର୍ତ୍ତା ବାହକ। ଯାହା ପଠନ କର ତାହା ବିଶ୍ୱାସ କର। ଯାହା ବିଶ୍ୱାସ କର ତାହା ଶିକ୍ଷା ଦିଅ ଏବଂ ଯାହା ଶିକ୍ଷା ଦିଅ ତାହା ଅଭ୍ୟାସ କର। ଖ୍ରୀଷ୍ଟଙ୍କର ସୁସମାଚାର ଗ୍ରହଣ କର। ତୁମମାନେ ତାଙ୍କର ବାର୍ତ୍ତା ବାହକ। ଯାହା ପଠନ କର ତାହା ବିଶ୍ୱାସ କର। ଯାହା ବିଶ୍ୱାସ କର ତାହା ଶିକ୍ଷା ଦିଅ ଏବଂ ଯାହା ଶିକ୍ଷା ଦିଅ ତାହା ଅଭ୍ୟାସ କର। ଖ୍ରୀଷ୍ଟଙ୍କର ସୁସମାଚାର ଗ୍ରହଣ କର। ତୁମମାନେ ତାଙ୍କର ବାର୍ତ୍ତା ବାହକ। ଯାହା ପଠନ କର ତାହା ବିଶ୍ୱାସ କର। ଯାହା ବିଶ୍ୱାସ କର ତାହା ଶିକ୍ଷା ଦିଅ ଏବଂ ଯାହା ଶିକ୍ଷା ଦିଅ ତାହା ଅଭ୍ୟାସ କର। ଖ୍ରୀଷ୍ଟଙ୍କର ସୁସମାଚାର ଗ୍ରହଣ କର। ତୁମମାନେ ତାଙ୍କର ବାର୍ତ୍ତା ବାହକ। ଯାହା ପଠନ କର ତାହା ବିଶ୍ୱାସ କର। ଯାହା ବିଶ୍ୱାସ କର ତାହା ଶିକ୍ଷା ଦିଅ ଏବଂ ଯାହା ଶିକ୍ଷା ଦିଅ ତାହା ଅଭ୍ୟାସ କର। शांति आलिंगन थेसालोनिकीय मंडली प्रति लिखित प्रथम पत्र अध्याय 5 पद संख्या
25 ସାଧୁ ପାଉଲ କହନ୍ତି ପବିତ୍ର ଚୁମ୍ବନ ଦେଇ ସମସ୍ତ ଭ୍ରାତାମାନଙ୍କୁ ଅଭିବାଦନ କର। ସୁତରାଂ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ଧର୍ମାଧ୍ୟକ୍ଷ ମହୋଦୟ ଶାନ୍ତି ଓ ପ୍ରେମର ଚୁମ୍ବନ ଦେଇ ନବାଭିଷିକ୍ତ ଉପଯାଜକମାନଙ୍କୁ ଯାଜକୀୟ ଭାତୃଗୋଷ୍ଠୀରେ ସ୍ୱାଗତ କରି ଆଲିଙ୍ଗନ କରନ୍ତି। ଇତିମଧ୍ୟରେ ଗାୟକ ଦଳ ଶାନ୍ତି ଓ ପ୍ରେମର ସଙ୍ଗୀତ ଗାନ କରନ୍ତି। What is wrong with you? Hello. Continuous go. Egala. Kianela. Rest of the thing you do. You never do it. Bala, okay? Okay, the speaker. Hola. कौन सिंधु है ओपन टेबल कौन আছে তুমি কিছু করে সদাই সাইড কি আইছো আছে কি সেটা কি আগে আইডিয়া করব ওপর তুই अरे अच्छी की ना तो पता रहा ऊपर से कुछ है कि बाजे हाँ लाने के लिए हाँ बैटरी डाल लाओ बैटरी चला ओके ना है कि कोना हाँ शेष आशीर्वाद रूपी की आशा होती है कहीं आशा दाश ଏହି ଦିବସକୁ ଈଶ୍ୱରଙ୍କ ଦାନ ଅଟେ। ଈଶ୍ୱରଙ୍କ କୃପାରୁ ଆଜି ଆମେ 5 ଜଣ ନୂତନ ଯାଜକମାନଙ୍କୁ ପାଇଅଛୁ। ଈଶ୍ୱରଙ୍କୁ ଆମେ ତେଣୁ କରି ଧନ୍ୟବାଦ ଦେବା। ବର୍ତ୍ତମାନ ଧର୍ମାଧ୍ୟକ୍ଷ ଆମ ସମସ୍ତଙ୍କୁ ଏହି ଉପଯାଜକ ଅଭିଷେକ ଦିବ୍ୟଯଜ୍ଞର ଆଶୀର୍ବାଦ ଦେଇ ଆମର କୃଷ୍ଣଙ୍କ ଶାନ୍ତିରେ ବିଦାୟ ଦେବେ। नमस्कार बाबा करे दिव्य यज्ञ समाप्त कृष्ण शांति ओके देवरा तापरे ओके then who will give the thanks give thanks Very Reverend God, Very Reverend Dr. Bishop Rajendra Naik. देखी थी वो बहुत अच्छी हमारी बात Thank you so much. Thank you very much अल्लाह वर्तमान ଆଉ 5 ମିନିଟ ପାଇଁ ବ୍ରେକ୍ ଅଛି ତାପରେ Okay,